ଶ୍ରୋତା ବନ୍ଧୁ ଭାଗବତ ଗୀତା ଜ୍ଞାନରେ ଆପଣଙ୍କୁ ସ୍ୱାଗତ। ଗୀତା ଧୀତା ଚ ଜେନାପି ଭକ୍ତି ଭାବେନ ଚେତସା ବେଦ ଶାସ୍ତ୍ର ପୁରାଣାନି ତେନା ଧୀତାନି ସର୍ବଶଃ। ଶାସ୍ତ୍ର କହେ, ଯିଏ ଭକ୍ତି ମନରେ ଗୀତା ପାଠ ପଢ଼େ ତାକୁ ସକଳ ବେଦଶାସ୍ତ୍ର ପୁରାଣ ପାଠର ଫଳ ମିଳେ। ଶ୍ରୋତା ବନ୍ଧୁ, ଆପଣଙ୍କୁ ଚତୁର୍ଥ ଅଧ୍ୟାୟରେ ସ୍ୱାଗତ। ଏହି ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ ପ୍ରଦାନ କରୁଥିବା ଜ୍ଞାନର ମୌଳିକ ଉତ୍ପତ୍ତି ବିଷୟରେ ଆଲୋକପାତ କରି ସେହି ଜ୍ଞାନରେ ଅର୍ଜୁନଙ୍କୁ ଆସ୍ଥାକୁ ଦୃଢ଼ କରୁଛନ୍ତି। ସେ ବର୍ଣ୍ଣନା କରୁଛନ୍ତି କିପରି ସେ ଏହି ଚିରନ୍ତନ ଜ୍ଞାନକୁ ପ୍ରାରମ୍ଭରେ ସୂର୍ଯ୍ୟଦେବଙ୍କୁ ଶିକ୍ଷା ଦେଇଥିଲେ ଏବଂ ଏହା ଏକ ଧାରାବାହିକ ପ୍ରଥା ଭାବରେ କ୍ରମଶଃ ଧର୍ମପରାୟଣ ରାଜାମାନଙ୍କୁ ହସ୍ତାନ୍ତରିତ ହୋଇଥିଲା। ସେ ବର୍ତ୍ତମାନ ଯୋଗର ଏହି ସର୍ବୋଚ୍ଚ ବିଜ୍ଞାନ ଅର୍ଜୁନଙ୍କୁ ଦେଉଛନ୍ତି, ଯିଏକି ତାଙ୍କର ପ୍ରିୟ ସଖା ଏବଂ ଭକ୍ତ ଅଟନ୍ତି। ଅର୍ଜୁନ ପଚାରୁଛନ୍ତି, ଶ୍ରୀକୃଷ୍ଣ, ତମେ ତ ବର୍ତ୍ତମାନ ଅଛ, ତେଣୁ କିପରି ତମେ ବହୁ ବର୍ଷ ପୂର୍ବରୁ ସୂର୍ଯ୍ୟ ଦେବତାଙ୍କୁ ଶିକ୍ଷା ଦେଇପାରିଥିଲ? ତାର ପ୍ରତି ଉତ୍ତରରେ ଶ୍ରୀକୃଷ୍ଣ ତାଙ୍କର ଦିବ୍ୟ ଅବତାରର ରହସ୍ୟ ଉନ୍ମୋଚନ କରୁଛନ୍ତି। ସେ ସୂଚନା ଦେଉଛନ୍ତି ଯେ ଯଦିଓ ସେ ଅଜନ୍ମା ଓ ଚିରନ୍ତନ ଅଟନ୍ତି, ତଥାପି ସେ ତାଙ୍କର ଯୋଗମାୟା ଶକ୍ତି ଦ୍ୱାରା ଧର୍ମ ରକ୍ଷା ପାଇଁ ପୃଥିବୀରେ ଆବିର୍ଭାବ ହୁଅନ୍ତି। ତାଙ୍କର ଜନ୍ମ ଓ କର୍ମ ଉଭୟ ଦିବ୍ୟ, ଯାହା କଦାପି ସାଂସାରିକ ଅଶୁଦ୍ଧତାରେ ମଳିନ ହୁଏ ନାହିଁ। ଯେଉଁ ବ୍ୟକ୍ତି ଏହି ଗୁପ୍ତ ରହସ୍ୟକୁ ଜାଣିନିଅନ୍ତି, ସେ ଦୃଢ଼ ବିଶ୍ୱାସର ସହିତ ଭକ୍ତିରେ ନିମଗ୍ନ ରହନ୍ତି ଏବଂ ଭଗବାନଙ୍କୁ ପ୍ରାପ୍ତି କରି ପୁନର୍ବାର ଏହି ପୃଥିବୀରେ ଜନ୍ମଗ୍ରହଣ କରନ୍ତି ନାହିଁ। ପୁଣି ଭଗବାନ ଏହି ଅଧ୍ୟାୟରେ କର୍ମର ସ୍ୱଭାବ ଉପରେ ଆଲୋଚନା କରିଛନ୍ତି ଏବଂ କର୍ମର ତିନୋଟି ସ୍ୱରୂପ କର୍ମ, ଅକର୍ମ ଓ ବିକର୍ମ ଉପରେ ଆଲୋକପାତ କରାଯାଇଛି। କିପରି କର୍ମଯୋଗୀମାନେ କର୍ମରେ ଅତ୍ୟନ୍ତ ବ୍ୟସ୍ତ ରହି ଅକର୍ମରେ ସ୍ଥିତ ରହନ୍ତି ଏବଂ କର୍ମ ବନ୍ଧନରେ ଜଡ଼ିତ ହୁଅନ୍ତି ନାହିଁ, ତାହାର ବର୍ଣ୍ଣନା ମଧ୍ୟ ଏହି ଅଧ୍ୟାୟରେ କରାଯାଇଛି। ଯେତେବେଳେ ଯଜ୍ଞ ଉପଯୁକ୍ତ ଭାବରେ ସମର୍ପଣ କରାଯାଏ, ତାହାର ଅବଶିଷ୍ଟାଂଶ ଅମୃତରେ ପରିଣତ ହୁଏ। ଏହି ଅମୃତ ଗ୍ରହଣ କରି କର୍ତ୍ତାଙ୍କର ଅଶୁଦ୍ଧତା ଧୋଇ ହୋଇଯାଏ। ଅତଏବ ଯଜ୍ଞ ସବୁବେଳେ ଉପଯୁକ୍ତ ମନୋଭାବ ସହିତ ଜ୍ଞାନଯୁକ୍ତ ହୋଇ କରିବା ଆବଶ୍ୟକ। ଜ୍ଞାନରୂପୀ ନୌକା ସାହାଯ୍ୟରେ ଅତ୍ୟନ୍ତ ପାପାତ୍ମା ମଧ୍ୟ ସାଂସାରିକ ଦୁଃଖର ସାଗରକୁ ପାର କରିପାରିବ। ଏହି ଜ୍ଞାନ ଜଣେ ବାସ୍ତବିକ ଆଧ୍ୟାତ୍ମିକ ଗୁରୁ, ଯିଏ ଭଗବତ ପ୍ରାପ୍ତି କରିଥିବେ, ତାଙ୍କଠାରୁ ଗ୍ରହଣ କରିବା ଉଚିତ। ଅର୍ଜୁନଙ୍କର ଗୁରୁ ଭାବରେ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଆଦେଶ ଦେଉଛନ୍ତି ଯେ ଜ୍ଞାନ ରୂପକ ତରବାରୀ ଧାରଣ କରି ତାଙ୍କ ମନରେ ଉତ୍ପନ୍ନ ହେଉଥିବା ସମସ୍ତ ସନ୍ଦେହକୁ ଛେଦନ କରନ୍ତୁ ଏବଂ ନିଜର କର୍ତ୍ତବ୍ୟ କରିବାକୁ ପ୍ରସ୍ତୁତ ହୁଅନ୍ତୁ। ଶ୍ରୋତା ବନ୍ଧୁ, ଆସନ୍ତୁ ଆମେ ପ୍ରଥମ ଶ୍ଲୋକରୁ ଆରମ୍ଭ କରିବା। ଶ୍ରୀ ଭଗବାନ ଉବାଚ, ଇମଂ ବିବସ୍ୟତେ ୟଗଂ ପ୍ରୋକ୍तो ବାନହମବ୍ୟୟମ୍ ବିବସ୍ୱାନ ମନୋବେ ପ୍ରାହ ମନୁରୀକ୍ଷା କୋବେ ବବ୍ରିତ। ଭଗବାନ କହିଲେ, ମୁଁ ଏହି ଶାଶ୍ୱତ ଯୋଗର ବିଜ୍ଞାନ ସୂର୍ଯ୍ୟଦେବ ବିବସ୍ୱାନଙ୍କୁ ପ୍ରଦାନ କଲି। ସେ ଏହା ମନୁକୁ ହସ୍ତାନ୍ତରିତ କଲେ ଏବଂ ତାପରେ ମନୁ ଇକ୍ଷ୍ୱାକୁଙ୍କୁ ଶିକ୍ଷା ଦେଲେ। ଏହି ଶ୍ଲୋକରେ ଆମେ ଜାଣିବା ଭଗବଦ୍ଗୀତାର ଇତିହାସ। ଭଗବଦ୍ଗୀତା କେତେ ବର୍ଷ ପୂର୍ବରୁ ଏବଂ ପ୍ରଥମେ କିଏ କାହାକୁ କହିଥିଲେ, ଏହି ଶ୍ଲୋକରେ ଆମେ ଆଲୋଚନା କରିବା। ଶ୍ରୋତା ବନ୍ଧୁ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ, କାହିଁକିନା ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥାଏ ଯେ ଭଗବଦ୍ଗୀତା କେବେ, କେତେ ବର୍ଷ ପୂର୍ବରୁ କୁହାଯାଇଥିଲା। ଆଜି ଆପଣ ଜାଣିପାରିବେ। କାହାକୁ କେବଳ ଅମୂଲ୍ୟ ଜ୍ଞାନ ପ୍ରଦାନ କରିଦେଲେ ଯଥେଷ୍ଟ ହୁଏ ନାହିଁ। ସେହି ଜ୍ଞାନର ଗ୍ରହଣକାରୀ ତାହାର ମୂଲ୍ୟକୁ ଉପଲବ୍ଧି କରିବା ଏବଂ ତାହାର ସତ୍ୟତା ଉପରେ ବିଶ୍ୱାସ କରିବା ଦରକାର। ତାହେଲେ ହିଁ ସେମାନେ ଏହାକୁ ବାସ୍ତବ ଜୀବନରେ ପାଳନ କରିବାକୁ ଆବଶ୍ୟକୀୟ ଉଦ୍ୟମ କରିବେ।
ଏହି ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପ୍ରଦାନ କରୁଥିବା ଆଧ୍ୟାତ୍ମିକ ଜ୍ଞାନର ବିଶ୍ୱସନୀୟତା ଏବଂ ଗୁରୁତ୍ୱ ପ୍ରତିପାଦନ କରୁଛନ୍ତି। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସୂଚିତ କରୁଛନ୍ତି ଯେ ଯେଉଁ ଜ୍ଞାନ ତାଙ୍କୁ ପ୍ରଦାନ କରାଯାଉଛି ତାହା ତାଙ୍କୁ ଯୁଦ୍ଧରେ ଉତ୍ସାହିତ କରିବା ପାଇଁ ନୂତନ ଭାବେ ସୃଷ୍ଟି କରାଯାଉନାହିଁ। ଏହା ଯୋଗର ସେହି ଚିରନ୍ତନ ବିଜ୍ଞାନ ଯାହା ସର୍ବପ୍ରଥମେ ସେ ସୂର୍ଯ୍ୟ ଦେବତାଙ୍କୁ ଶିକ୍ଷା ଦେଇଥିଲେ। ସୂର୍ଯ୍ୟଦେବ ଏହାକୁ ମାନବ ଜାତିର ପ୍ରଥମ ପୁରୁଷ ମନୁକୁ କହିଥିଲେ। ମନୁ ଏହାକୁ ସୂର୍ଯ୍ୟ ବଂଶର ପ୍ରଥମ ରାଜା ଇକ୍ଷ୍ୱାକୁଙ୍କୁ ଶିକ୍ଷା ଦେଇଥିଲେ। ଏହା ଜ୍ଞାନର ଅପହରଣ ପଦ୍ଧତି ଅଟେ। ଯେଉଁ ପ୍ରକ୍ରିୟାରେ ଜ୍ଞାନ ଉପରେ ପୂର୍ଣ୍ଣ ଦକ୍ଷତା ଥିବା ବ୍ୟକ୍ତି ଜଣେ ଜିଜ୍ଞାସୁ ବ୍ୟକ୍ତିକୁ ଜ୍ଞାନ ହସ୍ତାନ୍ତରିତ କରନ୍ତି। ଏହାର ବିପରୀତ ହେଉଛି ଜ୍ଞାନ ପ୍ରାପ୍ତିର ଆହରଣ ପଦ୍ଧତି, ଯେଉଁଥିରେ ଜଣେ ବ୍ୟକ୍ତି ନିଜ ଉଦ୍ୟମରେ ଜ୍ଞାନର ସୀମା ପ୍ରସାରିତ କରିବାକୁ ପ୍ରୟାସ କରେ। ଆହରଣ ପଦ୍ଧତି କଷ୍ଟସାଧ୍ୟ, ଦୋଷଯୁକ୍ତ ଏବଂ ସମୟ ସାପେକ୍ଷ। ଉଦାହରଣ ସ୍ୱରୂପ, ଯଦି ଆମେ ପଦାର୍ଥ ବିଜ୍ଞାନ ଶିକ୍ଷା କରିବାକୁ ଇଚ୍ଛା କରିବା, ତାହେଲେ ଆହରଣ ପଦ୍ଧତିରେ ଏହାର ନିୟମଗୁଡ଼ିକୁ ନିଜ ବୁଦ୍ଧିରେ ବିଶ୍ଳେଷଣ କରି କୌଣସି ସିଦ୍ଧାନ୍ତରେ ଉପନୀତ ହେବା ଅଥବା ଅପହରଣ ପଦ୍ଧତିରେ କୌଣସି ଦକ୍ଷ ଶିକ୍ଷକଙ୍କଠାରୁ ଏହାକୁ ଶିକ୍ଷା ଲାଭ କରିବା। ଆହରଣ ପଦ୍ଧତି ଅତ୍ୟନ୍ତ ସମୟ ସାପେକ୍ଷ ଏବଂ ହୁଏତ ଆମେ ନିଜର ସମ୍ପୂର୍ଣ୍ଣ ଜୀବନକାଳରେ ଏହି ଅନୁସନ୍ଧାନ ପୂର୍ଣ୍ଣ କରିପାରିବା ନାହିଁ ଏବଂ ଆମ ସିଦ୍ଧାନ୍ତର ବୈଧତା ସମ୍ବନ୍ଧରେ ମଧ୍ୟ ନିଶ୍ଚିତ ହୋଇପାରିବା ନାହିଁ। ତୁଳନାତ୍ମକ ଭାବରେ ଅପହରଣ ପଦ୍ଧତି ପଦାର୍ଥ ବିଜ୍ଞାନର ଦୃଢ଼ ତଥ୍ୟକୁ ଜାଣିବା ପାଇଁ ଆମକୁ ତତ୍କ୍ଷଣାତ୍ ସୁଯୋଗ ଦିଏ। ଯଦି ପଦାର୍ଥ ବିଜ୍ଞାନର ଶିକ୍ଷକଙ୍କର ପୂର୍ଣ୍ଣ ଜ୍ଞାନ ଥାଏ, ତାହେଲେ ସିଧାସଳଖ ଓ ସହଜ ଭାବରେ ତାଙ୍କଠାରୁ ଶୁଣି ତାହାକୁ ହୃଦୟଙ୍ଗମ କରାଯାଇପାରେ। ଜ୍ଞାନ ଆହରଣର ଅପହରଣ ପଦ୍ଧତି ଉଭୟ ସହଜ ଓ ଦୋଷଯୁକ୍ତ ଅଟେ। ଆହରଣ ପଦ୍ଧତି ଅନ୍ତିମ ସତ୍ୟ ଜାଣିବା ପାଇଁ ଉପଯୁକ୍ତ ନୁହେଁ। ଦିବ୍ୟ ଜ୍ଞାନ ନିଜ ଉଦ୍ୟମରେ ସୃଷ୍ଟି କରାଯାଏ ନାହିଁ। ଏହା ଭଗବାନଙ୍କର ଶକ୍ତି ଅଟେ ଏବଂ ଭଗବାନ ଥିବା ଦିନଠାରୁ ଏହା ରହିଛି। ଯେମିତି ଉତ୍ତାପ ଓ ଆଲୋକ ସେହି ଦିନଠାରୁ ଅଛନ୍ତି ଯେଉଁ ଦିନଠାରୁ ତାଙ୍କର ଉତ୍ସ ଅଗ୍ନି ରହିଛି। ଭଗବାନ ଓ ଜୀବାତ୍ମା ଉଭୟ ଚିରନ୍ତନ ଅଟନ୍ତି। ସେହିପରି ଯୋଗ ବିଜ୍ଞାନ ଯାହା ଆତ୍ମା ଓ ପରମାତ୍ମାଙ୍କୁ ମିଳିତ କରାଇଥାଏ, ତାହା ମଧ୍ୟ ନିତ୍ୟ ଅଟେ। ତେଣୁ ସେହି ବିଷୟରେ ନୂତନ ସିଦ୍ଧାନ୍ତ ପ୍ରସ୍ତୁତ କରିବାର ପ୍ରୟୋଜନ ନାହିଁ। ଏହି ସତ୍ୟତାର ଏକ ବିସ୍ମୟକାରୀ ପ୍ରମାଣ ହେଉଛି ନିଜେ ଭଗବଦ୍ ଗୀତା, ଯାହା ନିଜ ଚିରନ୍ତନ ସମୃଦ୍ଧ ଜ୍ଞାନର ବିଲକ୍ଷଣତାରେ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଆସୁଛି ଏବଂ 5000 ବର୍ଷ ପୂର୍ବେ ପ୍ରକାଶିତ ଏହି ଜ୍ଞାନ ଏବେ ବି ଆମ ଦୈନନ୍ଦିନ ଜୀବନରେ ଉପଯୋଗୀ ସିଦ୍ଧ ହେଉଛି। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏକଥା କହୁଛନ୍ତି ଯେ ସେ ଯେଉଁ ଜ୍ଞାନ ଏବେ ପ୍ରଦାନ କରୁଛନ୍ତି ତାଙ୍କୁ ସେ ପୁରାତନ ଜ୍ଞାନ ଅଟେ। ପୁରାତନ କାଳରୁ ଅପହରଣ ପଦ୍ଧତିରେ ଗୁରୁଙ୍କଠାରୁ ଶିଷ୍ୟଙ୍କ ପାଖକୁ ଆସୁଛି। ପୁଣି ସେହି ଜ୍ଞାନ ଆଉଥରେ ଅର୍ଜୁନଙ୍କୁ ଭଗବାନ କହୁଛନ୍ତି, ଯାହାକି ଆମେ ଗୀତା ରୂପରେ ସାଜି ଶୁଣିବା ପାଇଁ ପାଉଛୁ। ଶ୍ରୋତାବନ୍ଧୁ, ଭଗବଦ୍ ଗୀତା ପ୍ରତ୍ୟେକ ଲୋକଙ୍କ ଘରେ ରହିବା ଆବଶ୍ୟକ। ପ୍ରତ୍ୟେକ ଲୋକ ଏହାକୁ ପଢ଼ିବା ଦରକାର, କାହିଁକିନା ଜୀବନ ବିତାଇବା ପାଇଁ ସମସ୍ତଙ୍କୁ ଆଗକୁ ଯିବା ପାଇଁ ଭଗବଦ୍ ଗୀତାର ଆବଶ୍ୟକ ଅଟେ। ଜୀବନର ଦୁଃଖ, ଦୁର୍ଦ୍ଦଶା, କଷ୍ଟର ନିବାରଣ କରିବ ଭଗବଦ୍ ଗୀତା। ଯଦି ଭଗବଦ୍ ଗୀତା ଜଣେ ପ୍ରତିଦିନ ପଢ଼ୁଛି ଏବଂ ଶୁଣୁଛି, ତା ଜୀବନର କଷ୍ଟ ନିହାତି ଦୂର ହେବ। 5000 ବର୍ଷ ପୂର୍ବେ ଭଗବାନ ଏହି କଷ୍ଟର ନିବାରଣ କରିଛନ୍ତି, ଯାହା ଭଗବଦ୍ ଗୀତାରେ ଲେଖା ହୋଇଛି। ତାହା ଆପଣ ପଢ଼ିଲେ, ଶୁଣିଲେ ଏବଂ ହୃଦୟଙ୍ଗମ କଲେ ଜାଣିପାରିବେ। ଶ୍ରୋତାବନ୍ଧୁ, ଆଗାମୀ ଅଧ୍ୟାୟରେ ଆମେ ଶ୍ଲୋକ 2 ଠାରୁ ଆଗକୁ ଆଲୋଚନା କରିବା। ସେତେ ପର୍ଯ୍ୟନ୍ତ ଆପଣମାନେ ଭଗବଦ୍ ଗୀତା ଶୁଣୁଥାନ୍ତୁ। ହରେ କୃଷ୍ଣ, ଗୋବିନ୍ଦ ଆପଣଙ୍କର ମଙ୍ଗଳ କରନ୍ତୁ।